वर्तमान समय रे देखा मिले जे भिन्नक्षम व्यक्ति माने बहु उच्चपदस्थ अधिकारी हो पारि केवल भिन्नक्षम दक्षता वृद्धि पाई आवश्यक शिक्षार प्रयोग दरकार। यह सब विषय को दृष्टि रखी प्रशासनिक स्तर में शिक्षा विभाग एक योजना कार्यकारी करिसेंती। योजना अनुसार शिक्षा विभाग द्वारा ब्लॉक स्तर त्रिदिवसीय भिन्नक्षम स्पीच थेरापी शिविर आयोजन कराई भिन्नक्षम पिलांक स्मरण शक्तिर क्रम विकास करा जाउछि। जगतसिंहपुर जिलार टिटोल शिक्षा मंडल अधीन विभिन्न क्लस्टर संयुक्त विद्यालय मानकरे एहिपरि कार्यक्रम अनुष्ठित होई आसुथबा बेले टिटोल ब्लॉक अंतर्गत बोधई पंचायत अधीन जवाहर स्मृति उच्च विद्यालय परिसर में अनुष्ठित हो जाइछि एक भिन्नक्षम सामर्थ्य शिविर। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଅଧୀନରେ ଥିବା 30 ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ 30 ଜଣ ଅଭିଭାବକ 3 ଦିନ ଧରି ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। उक्त शिविर परिचालना दायित्व में बीआरटी प्रमोद कुमार मल्लिक थिबा बेले बीआरटी महेश्वर बेहरा एवं आरटीसीडब्ल्यू तपस्विनी बेउरा छात्र छात्री मानक उपयुक्त और उत्तम मानर फिजियोथेरापी एवं स्पीच थेरापी प्रशिक्षण देबारे सहायक होइथिले। किपरि पिला माने अक्षर खंजिबे, हाथ गोड़र संचालन करिबे, पानी पीवा आदि विषय को सुपरिचालना करिबारे प्रमोद कुमार मल्लिक समेत महेश्वर बेहरा और तपस्विनी बेउरा प्रचेष्टा करिथिबार अभिभावक मानक अवगत करथिले। छात्र छात्री और सेमानक अभिभावक मानकर खाद्यपेयर सुव्यवस्था मध्य करा जायथिला। आज उद्यापनी दिवस प्रत्येक गस्त खर्च एवं प्रदान करा जायथिबार देखिबाकू मिलिथिला। सूचना थाउ कि एही कार्यक्रम गत 26 दिन 28 दिन एवं 30 दिन 2026 तारीख में आयोजित होता। यह कार्यक्रम माध्यम छात्र छात्री मानक दक्षतार परिवर्तन अनेकांश उन्नति करुथिबार अभिभावक मानक प्रकाश। एपरि कार्यक्रम एचआई एवं एसआई पिला मानक ऊपर भल प्रभाव पकेब बोली बहु अभिभावक चर्चा करुथिबार सुनिबाकू मिलिथिला। तिर्तोल ब्लॉक मो पुअर फिजियोथेरापी मेंटल प्रॉब्लम थिला से आसो पु 3 दिन फिजियोथेरापी कैंप रे पु भी केते उपकृत होई माइंड तार टिके भल आज्ञा पु मोर केते कौन भाबुଛନ୍ତି ଆପଣଙ୍କ ପୁଅ ଏ ଫିଜିଓଥେରାପି ଦ୍ୱାରା ଇମ୍ପ୍ରୁଭमेंट ହେଇକି ଉଚ୍ଚ ଶିକ୍ଷା हाँ सर हाँ सर आज्ञा हाँ खाଇବା ପିଇବା टिफिन सुविधा रही मध्याह्न खाद्य भी टीचर जो माने ट्रेनिंग दउछंती तांको विषय कोन कहबे भल बहुत भल भाव से ट्रेनिंग दउछंती और भी आमे जतिटा पिला को आदर जत्न करन से माने भी बहुत आदर जत्न करे। तांको परामर्श कोन अछि आपण पिला को आपण ए भलिया घरे प्रैक्टिस करांतु आपण को पिला भल भी जाई पारे।
ମୁଁ ତପସ୍ୱିନୀ ବେହୁରା ଜଗତସିଂହପୁର ବ୍ଲକର ଆର୍ପି ପିଲାମାନଙ୍କ ଏଇ ଡିଜେବୁଲ୍ ପିଲାମାନେ କରୁଛି। ମୁଁ ଜଗତସିଂହପୁର ବ୍ଲକରୁ ଆର୍ପି ହିସାବରେ ଏଇ ତିର୍ତ୍ତୋଲକୁ ଆସିଛି। ଏଠି ଯେଉଁ ପ୍ରୋଗ୍ରାମ ଚାଲିଛି କେତେ ପିଲା ଆମର ଅଛନ୍ତି 30 ପିଲାଙ୍କ କେତେ ଦିନ 3 ଦିନିଆ ପ୍ରୋଗ୍ରାମ୍। ତା ଦେହରେ ଫିଜିଓଥେରାପି ଅଛି, ସ୍ପିଚ୍ ଥେରାପି ଅଛି। ସେଇଟା କେଉଁ କାଟାଗୋରୀର ପିଲା ଅଛି? ପିଲାମାନେ ଫିଜିଓଥେରାପିରେ ଆମର ସିପି ପିଲା ଯିଏ ଶୋଇ ରହିଛନ୍ତି କିମ୍ବା କାହାର ଲୋୟର ଲିମ୍ ଅଛି, କାହାର ଅପର ଲିମ୍ ଅଛି, ପ୍ରୋବ୍ଲେମ୍ ଅଛି, ତାକୁ ଥେରାପି ଦେଲା ଦ୍ୱାରା କେମିତି ଟାଇଟ୍ ହେଇଥିବ ତାକୁ କେମିତି ସଫ୍ଟ କରେଇବ, ସେଇ ଅନୁସାରେ ତାକୁ ପ୍ରଶିକ୍ଷଣ ଦେଉଛି। ଗାର୍ଡ଼ିଆନ୍ ବୁଝିବେ, ଗାର୍ଡ଼ିଆନ୍ ପିଲାମାନଙ୍କୁ କରେଇବେ ଘରେ ଯାଇକି। 3 ଦିନ ଭିତରେ ତ ଆମେ ସମସ୍ତ କଥା କରେଇ ଯାହା ଶିଖେଇବୁ ତାଙ୍କ ଗାର୍ଡ଼ିଆନ୍ ଶିଖିଲେ ତାକୁ ଘରେ ନେଇ କେମିତି କରିବେ ସେଇଟା ଶିଖାଯାଏ। ଆପଣଙ୍କ ଦୃଷ୍ଟିରେ ପିଲାମାନଙ୍କର ଇମ୍ପ୍ରୁଭମେଣ୍ଟ ବିଷୟରେ କିଛି ନିଶ୍ଚିନ୍ତ ହେଉଛି ପିଲାଙ୍କ ନିଶ୍ଚିନ୍ତ ଆମେ ଯାହା ଶିଖାଉଛୁ ଗାର୍ଡ଼ିଆନ୍ ମାନେ ତାକୁ ରେଗୁଲାର କରୁଛନ୍ତି। ଆମର ପ୍ରତ୍ୟେକ ବର୍ଷ ବି ହୁଏ 2ଟା କାମ ହୁଏ, 3 ଦିନ ବି ଏଠି 3ଟା କ୍ୟାମ୍ପ ସରିଲାଣି। ସେ ପିଲାମାନେ ଗାର୍ଡ଼ିଆନ୍ ମାନେ ଶିଖିଲା ପରେ ଘରେ ରେଗୁଲାର ସକାଳେ ଆଉ ସନ୍ଧ୍ୟାବେଳେ କଲେ ଇମ୍ପ୍ରୁଭମେଣ୍ଟ ହେଉଛି। ତ ପଞ୍ଚାୟତରୁ ଆସିଛୁ ନାଉଲ ସ୍କୁଲରୁ। ଏଠି ଯେଉଁ ଫିଜିଓଥେରାପି କ୍ୟାମ୍ପ ହେଉଛି ଆପଣଙ୍କ ଅନୁଭବରେ କେମିତି କ'ଣ ଚାଲିଛି? ଫିଜିଓଥେରାପି ଚାଲିଛି, ପିଲା ବି ଉପଶମ ପାଉଛନ୍ତି, ସେବା ବି ଚାଲିଛି ଏଠି। ହେଲା କି ଆମେ ବି ପିଲାକୁ ଆଣିକି ଆସିଥିଲୁ, ଆମର ବି ଫିଜିଓଥେରାପି ହେଇଛି, ପିଲା ବି ଉପଶମ ପାଉଛନ୍ତି। 3 ଦିନିଆ କ୍ୟାମ୍ପ ହେଇଥିଲା, ଆମେ 3 ଦିନ ଆସିଛୁ ଏଠିକି, ସାର୍ମାନେ କହିଥିବାରୁ ଆମେ ଆସିଛୁ। କେମିତି କ'ଣ ସିଷ୍ଟମ୍ ଏଠି ଅଛି? ଖାଇବା ପିଇବା ଖାଦ୍ୟ ପେୟ ପୁରା ଠିକ୍ ଅଛି, ଟିଫିନ୍ ବ୍ୟବସ୍ଥା ବି ଅଛି। ଆମେ ଆସିଥିଲୁ ଫାଷ୍ଟ ଟିଫିନ୍ ଦେଇଥିଲେ, ଖାଦ୍ୟ ପେୟ ଟାଇମ୍ରେ ଅଛି, ମଧ୍ୟାହ୍ନ ଭୋଜନ ବି ହେଉଥିଲା। ଆସିଥିଲୁ ଏଇ ଯେଉଁମାନେ ଶିକ୍ଷା ଦେଉଛନ୍ତି ସେମାନଙ୍କ ବିଷୟରେ ଆପଣ କ'ଣ କହିବେ? କେମିତି ଟାଇପ୍ର ଶିକ୍ଷା ଦେଉଛନ୍ତି? ଶିକ୍ଷା ଅଛି, ମାନେ ଯାହାକୁ ସୁଗା ଯାଉନି ତାକୁ ଶିକ୍ଷା ଅଲଗା, ଯାହାକୁ ଆଖି ଦେଖାଯାଉନି ତାକୁ ବି ଅଲଗା ସବୁ ଶିକ୍ଷା ଅଛି, ଯାହା ଗୋଡ଼ ହାତ ଅସ୍ଥି ବାବଦରେ ସେ ଶିକ୍ଷା ବି ଅଲଗା ଅଛି। ସବୁ ପ୍ରକାର ସୁବିଧା ଅଛି କ୍ୟାମ୍ପରେ। ମୋର ନାମ ନିତ୍ୟାନନ୍ଦ ସାମଲ, ଘର ନାମ ନାଉଲ ଆଉ ତୁଳଙ୍ଗ ପଞ୍ଚାୟତ। ଏ ଯେଉଁ ଫିଜିକାଲ ଫିଜିଓଥେରାପି ଦିଆଯାଉଛି ଆଜ୍ଞା ଫିଜିକାଲ ଟ୍ରିଟମେଣ୍ଟ ପାଇଁ ଆଜ୍ଞା କେମିତି ଅନୁଭବ କରୁଛନ୍ତି? ନାଇଁ ଭଲ ଅନୁଭବ କରୁଛୁ। ତପସ୍ୟା ମ୍ୟାଡ଼ାମ୍ ବି କରୁଛନ୍ତି, ଆଉ ଆସୁ ପ୍ରମୋଦ ସାର୍ ବି ସମସ୍ତେ ଲାଗିଛନ୍ତି। ଭଲ ପିଲାଙ୍କ ପାଇଁ ଇମ୍ପ୍ରୁଭ୍ କରିଛି। ସବୁ ଖାଦ୍ୟପେୟ ବି ଠିକ୍ ଅଛି, ଟିଫିନ୍ ବ୍ୟବସ୍ଥା ଠିକ୍ ଅଛି, ଠିକ୍ ସମୟରେ ହେଇକି ଠିକ୍ ସମୟରେ ସମସ୍ତଙ୍କୁ ଟ୍ରିଟମେଣ୍ଟ କରାହେଇଛି, ସମସ୍ତଙ୍କୁ ଇଏରେ ଦିଆହେଉଛି। ଆପଣ କ'ଣ ଅନୁଭବ କରିଛନ୍ତି ଯେତେ ପିଲା ଆସିଛନ୍ତି ଏମାନଙ୍କ ଭିତରେ କିଛି ଚେଞ୍ଜ ହେଇଛି, ବଦଳିଛି? ହଁ ଇମ୍ପ୍ରୁଭ୍ ହେଉଛି ଏବଂ ଆଗକୁ ବି ହେବ। ସମସ୍ତେ ସାର୍ ସବୁ ଲାଗିଛନ୍ତି ସମସ୍ତେ। ଅନେକ ଆମେ ଦେଖିବାକୁ ପାଇଛୁ ଯେ ଏଇ ଭିନ୍ନକ୍ଷମମାନେ ବଡ଼ ହେଲା ପରେ ଉଚ୍ଚ ଶିକ୍ଷା ଲାଭ କରିକି ନିଜେ ଏଷ୍ଟାବ୍ଲିଶ୍ ହେଉଛନ୍ତି। ଏମାନଙ୍କ ଭିତରେ ଆପଣ ଲକ୍ଷ୍ୟ କରିଛନ୍ତି ସେମିତି କିଛି? ହଁ ଅଛନ୍ତି, ହେବେ ଅଛନ୍ତି, ଇମ୍ପ୍ରୁଭ୍ କରୁଛି। ପଢ଼ା ଶିକ୍ଷା ଇଏ ସବୁ ଚାଲିଛି। ଶିକ୍ଷା ବିଷୟରେ କ'ଣ କହିବେ ସାର୍ଙ୍କ ଶିକ୍ଷା ବିଷୟରେ? ଶିକ୍ଷା ବିଷୟରେ ସାର୍ ସବୁ ଶିଖାଉଛନ୍ତି, ସବୁ ଆଣିଥିଲେ, ସବୁ ପାଠ ପଢ଼ା ଏଥିରେ ସବୁ ଦେଖି। ଶିକ୍ଷା ତରିକା କେମିତି କ'ଣ ଭଲ କି? ହଁ ଭଲ ଆଜ୍ଞା। ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।